ଅତି ଚତୁର ଭାବୁଥିବା ମଣିଷ ବୁଝିପାରେ ନାହିଁ ଦୁନିଆରେ ପ୍ରତ୍ୟେକ ଘଟଣା ଆଉ ପରିସ୍ଥିତି ଉପରେ ପ୍ରଭୁ ନଜର ରଖିଥାନ୍ତି। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 20 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 8 ଦିନ, ଶୁକ୍ରବାର, ଶୁକ୍ଳ ପକ୍ଷ ତୃତୀୟା ତିଥି, ଯାହା ଦିବା 2:24 ପର୍ଯ୍ୟନ୍ତ ରହୁଛି। ତାପରେ ଚତୁର୍ଥୀ ତିଥି ଆରମ୍ଭ ହେଉଛି। ଆଜି ଉତ୍ତରା ଭାଦ୍ରା ନକ୍ଷତ୍ର, ଯାହା ରାତ୍ରି 7:56 ପର୍ଯ୍ୟନ୍ତ ରହୁଛି। ତାପରେ ରେବତୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମୀନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:14 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:43 ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ ଦିବା 2:24 ପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ତୃତୀୟାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ପୁଟୁଳ, ତତ୍ସହିତ ମୂଳା ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ଚୂଡ଼ାକରଣ, କର୍ଣ୍ଣବୁଧ, ବିଦ୍ୟାରମ୍ଭ, ନବବଧୂ ପ୍ରବେଶ, ଦେବତା ଗଠନ ଓ ତାର ପ୍ରତିଷ୍ଠା, ଗ୍ରହାରମ୍ଭ, ଭୂମି ପୂଜା, ଗ୍ରହ ପ୍ରବେଶ ପ୍ରତିଷ୍ଠା, ଜଳାଶୟ ଆରମ୍ଭ ପ୍ରତିଷ୍ଠା, ନବାର୍ଣ୍ଣ, ଦୀକ୍ଷା ଗ୍ରହଣ, ବାଣିଜ୍ୟ ବିପାରଣ୍ୟ, ନାଟ୍ୟ ଆରମ୍ଭ, ଚଳଚ୍ଚିତ୍ର ଆରମ୍ଭ, ହଳ ପ୍ରଭାବ, ବୀର୍ଯ୍ୟ ରୋପଣ, ନୌକାଦି, ଜଳଯାନ ନିର୍ମାଣ ଓ ଚାଳନା, ଗାଡ଼ି ଚାଳନା କ୍ରିୟ କରିବା ସହିତ ନବସଜ୍ଜା ଉପଭୋଗ, ଔଷଧୀକରଣ ସେବନ ଆଦି ଆଜିର ଦିନ କରିପାରିବେ। ତତ୍ସହିତ ଆଜି ସୂର୍ଯ୍ୟୋଦୟରୁ ଯାହାକି ଦିବା 2:24 ମଧ୍ୟ ରହିଛି ବ୍ରତ ପ୍ରଣୟନ, ତତ୍ସହିତ ବିବାହ ପାଣି ଗ୍ରହଣ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 9:18 ଦିବା 12:59 ମଧ୍ୟ ରହିଛି ରାହୁ କାଳ, କାଳ ବେଳା ଏବଂ ବାର ବେଳା। ସେହିଭଳି ରାତ୍ରି 8:34 ରାତ୍ରି 10:01 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ବେଳା, ରାହୁ କାଳ, ବାର ବେଳା ଏବଂ କାଳ ରାତ୍ରି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 7:50 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 8:38 ଦିବା 9:17 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1 ଦିବା 2:14 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 2:50 ଦିବା 4:26 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:21 ରାତ୍ରି 8:33 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 10:39 ରାତ୍ରି 1:27 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:19 ଶେଷ ରାତ୍ରି 6:14 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଅସ୍ଥିରତା ଦେଖାଦେବ। କାର୍ଯ୍ୟ ଗୁଡ଼ିକ ଠିକ ସେ ନ ହୋଇପାରେ। କାର୍ଯ୍ୟରେ ଅନେକ ପ୍ରକାର ଚାପ, ବିଫଳତା ସୃଷ୍ଟି ହୋଇପାରେ। ବିଶେଷ କରି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ଯାହାକି ଅନେକ ପ୍ରକାର ବାଧାବିଘ୍ନ ମଧ୍ୟ ସୃଷ୍ଟି ହେବ, ଯାହା ପାଇଁ ମାନସିକ ସ୍ଥିତି ଭଲ ନ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି ମେଷ ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ। ତେବେ ମେଷ ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କୁ କାର୍ଯ୍ୟ ସ୍ଥିରତା ଆସି ନପାରେ, କାର୍ଯ୍ୟରେ ତ୍ରୁଟି ଆସିପାରେ, ଯାହା ପାଇଁ ଆପଣ ଅଧିକ ବିଚଳିତ ହୋଇପାରନ୍ତି। ତେଣୁ ମେଷ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ପାଠ ପଢାରେ ଅବହେଳା ଯୁକ୍ତ ଭାଗ୍ୟ ଆପଣଙ୍କର ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ଆଜି ମେଷ ରାଶି ବ୍ୟକ୍ତି ଆପଣ ଯାହାକି ଆପଣଙ୍କର ପରିବାର ବର୍ଗ ଏବଂ
ଆପଣଙ୍କର ବନ୍ଧୁବର୍ଗଙ୍କ ସହିତ ଅନେକ ପ୍ରକାର ମନୋମାଳିନ ଯୁଗ ରହୁଛି। ତତ୍ସହିତ ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଦୌ ଭଲ ଦିନ ହୋଇ ନପାରେ ମେଷ ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ। ତେବେ ମେଷ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କାର୍ଯ୍ୟ ପାଇଁ ଆଦୌ ଭଲ ସ୍ଥିତି ନାହିଁ। ବେପାର ବାଣିଜ୍ୟ ଯଦି ଯୋଉମାନେ କରୁଛନ୍ତି ସେମାନେ ଟିକେ ହାତେ ମାପି ଚାଖଣ୍ଡ ହିସାବରେ କାର୍ଯ୍ୟ କରନ୍ତୁ, କାରଣ ଆଜି ଅନେକ ପ୍ରକାର କ୍ଷତି ଆପଣଙ୍କୁ ସାମ୍ନା କରିବାକୁ ପଡିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆପଣଙ୍କର ଆୟ ଠାରୁ ବ୍ୟୟ ଅଧିକା ହବାର ଚାନ୍ସ ରହୁଛି। ତେଣୁ ବେପାର ବାଣିଜ୍ୟରେ ନୂତନ କୌଣସି ବେପାର ବାଣିଜ୍ୟ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଚିନ୍ତା ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରୁଛି। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଯାହାକି ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ଗ୍ରହମାନେ ଆପଣଙ୍କର ଶୀର୍ଷ ସ୍ଥାନରେ ରହୁଥିବାରୁ ଶୁଭ ଯୁଗ ରହୁଛି। ଅନେକ କ୍ଷେତ୍ରରେ ଆପଣ ସଫଳତା ପାଇବା ସହିତ ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ଅତି କ୍ଷଣ ସମୟରେ ସମ୍ପୂର୍ଣ୍ଣ হবে, ଯାହାକି ଆପଣ ଯେକୌଣସି କାର୍ଯ୍ୟ କରୁଥିଲେ ପ୍ରତ୍ୟେକ ଦିନ ତାହା ସମୟ ଲାଗୁଥିଲା ଆଜି କ୍ଷଣ ସମୟରେ ସମ୍ପୂର୍ଣ୍ଣ ହେବା ସହିତ ଆଜି ଯାହାକି ବୃଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ଉତ୍ସାହ ପୂର୍ଣ୍ଣର ଦିନ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଯୋଉମାନେ ଅଫିସ ଜନିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ବନଉଛି। ତତ୍ସହିତ ଆପଣ ଆଜି କୌଣସି କ୍ଷେତ୍ରରେ ପଦ ଉନ୍ନତି ହବାର ସମ୍ଭାବନା ଯୁଗ ରହିବା ସହିତ ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କ କାର୍ଯ୍ୟଶୈଳୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ ଏବଂ ସହଯୋଗ ମଧ୍ୟ କାର୍ଯ୍ୟରେ ମିଳିବ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଆୟ ଠାରୁ ବ୍ୟୟ ଆପଣଙ୍କର କମ ହବ, ଯାହାକି ଭଲ ସଞ୍ଚୟ କରିବେ। ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଅର୍ଥ ମଧ୍ୟ ସଞ୍ଚୟ କରିବା ସହିତ କିଛି ପୂର୍ବରୁ ଦେଇଥିବା ଅର୍ଥ ଫେରି ପାଇବାର ଚାନ୍ସ ରହୁଛି। ତେବେ ଆଜି ଯାହାକି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କର ମଧୁର ସମ୍ପର୍କ ବଜାଇ ରହିବ। ବୃଷ ରାଶି ବ୍ୟକ୍ତି ଯାହାକି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ଦିନ ଅତି ଆନନ୍ଦରେ କଟିବାର ଯୁଗ ବନଉଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୈନନ୍ଦିନ କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟ ତତ୍ସହିତ ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ କରୁଥିବା କାର୍ଯ୍ୟ ମଧ୍ୟ ଆପଣଙ୍କୁ ଉତ୍ସାହ ଆନନ୍ଦ ଦେବ। ଆପଣଙ୍କର କାର୍ଯ୍ୟକୌଶଳରେ ସମସ୍ତେ ଆପଣଙ୍କ ଉପରେ ଯାହାକି ବିଶ୍ୱାସ, ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପରାକ୍ରମ ଦେଖାଦେବ। କମ୍ପିଟିସନ କ୍ଷେତ୍ରରେ ଆପଣ ନିଶ୍ଚିତ ଆଗକୁ ବଢିବା ସହିତ ଆପଣଙ୍କୁ କଠିନ ପରିଶ୍ରମ ବଳରେ ସମସ୍ତ କାର୍ଯ୍ୟ ସିଦ୍ଧି ଯୋଗ ରହୁଛି, ଅର୍ଥାତ୍ କମ୍ପିଟିସନ କ୍ଷେତ୍ରରେ ବିଜୟ ଲାଭ କରିପାରନ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିନପାରେ। ତେବେ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଟିକେ ଅସ୍ଥିରତା ଆସିପାରେ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ କରିପାରନ୍ତି। ତତ୍ସହିତ ଆଜି ଆପଣ ବହୁତ ଯାହାକି
କାର୍ଯ୍ୟ ସିଦ୍ଧି ଯୁଗ ରହୁଥିବାରୁ ଆପଣ ଯେକୌଣସି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆଜି ଅର୍ଥ ସଞ୍ଚୟ କରିବା ସହିତ ଦୈନନ୍ଦିନ ବେପାର ବାଣିଜ୍ୟର ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ନିଶ୍ଚିତ ଏକ ଉତ୍ସାହର ଦିନ ହବ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଆଜି ଯୋଉମାନେ ପରିବାର ବର୍ଗଙ୍କ ସହିତ ପୂର୍ବରୁ ଯଦି କିଛି ମନମାଳିନ୍ୟ ଥିବ ତାହା ଆଜି ନିଶ୍ଚିତ ସମାଧାନ ହୋଇପାରେ। ଆଜି ମିଥୁନ ରାଶି ବ୍ୟକ୍ତି ପରିବାର ବର୍ଗ ସହିତ ଆପଣଙ୍କର ବନ୍ଧୁବର୍ଗଙ୍କ ସହିତ ମଧ୍ୟ ଆଜି ଭଲରେ ଦିନ କଟିବାର ସୁଯୋଗ ଦେବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ, ଅନେକ ସମସ୍ୟା ଦେଇ ଗତି କରିପାରନ୍ତି। ତେଣୁ କର୍କଟ ରାଶି ବ୍ୟକ୍ତି ନିଶ୍ଚିତ ଧ୍ୟାନ ସହକାରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ବିଶେଷ କରି ଧାର୍ମିକ କାର୍ଯ୍ୟରେ ମନ ଆଜି କିଛି ମାତ୍ରାରେ ଯାଇପାରେ। ତେବେ ଧାର୍ମିକ କାର୍ଯ୍ୟରେ ଯଦି ଆପଣ ଯାଉଛନ୍ତି ତାହା ଆପଣଙ୍କ ପାଇଁ ଭଲ ହେବ ଏବଂ କାର୍ଯ୍ୟରେ ଉନ୍ନତି ଆସିବ। ତତ୍ସହିତ ଆପଣଙ୍କର କାର୍ଯ୍ୟଶୈଳୀ ଆଗକୁ ବଢିବ, ନହେଲେ କାର୍ଯ୍ୟରେ ଚାପଗ୍ରସ୍ତ ରହିବେ, ଯାହା ପାଇଁ ବିଭିନ୍ନ ପ୍ରକାର ବାଧାବିଘ୍ନତା ସୃଷ୍ଟି ହୋଇପାରେ, ଯାହା କର୍କଟ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ଟିକେ ସ୍ଥିରତା ରହି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇ ନପାରେ। ତେବେ ଆଜି ଯାହାକି ଶତ୍ରୁମାନେ ଆପଣଙ୍କୁ ଭୟଭୀତ କରିପାରନ୍ତି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କର୍କଟ ରାଶି ବ୍ୟକ୍ତି ଆଜି ଛଳନା, କପଟ ଆଉ ମିଛୁଆଙ୍କ ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ, ବା ଆପଣଙ୍କୁ କିଏ ଠକେଇ ଦେଇପାରେ ଏହା ପ୍ରତି ସଚେତନ ରୁହନ୍ତୁ କର୍କଟ ରାଶି ବ୍ୟକ୍ତି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଅନୁସାରେ ଲାଭ ପ୍ରାପ୍ତ କରିପାରିବେ ନାହିଁ, ତେଣୁ ବେପାର ବାଣିଜ୍ୟକୁ ନିଶ୍ଚିତ ଧ୍ୟାନ ସହକାରେ କାର୍ଯ୍ୟ କରନ୍ତୁ ବେପାର ବାଣିଜ୍ୟ କ୍ଷେତ୍ରରେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ। ଯାହା ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଆଜି ଆହୁରି ଦ୍ୱିଗୁଣିତ ହବାର ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକୁ ନିଶ୍ଚିତ ସ୍ଥିରତା ସହକାରେ କରନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ସିଂହ ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଫଳପ୍ରଦ ହେବ। ତେବେ ସିଂହ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକୁ ଆଜି ଅସ୍ଥିରତା ଦେଖାଦେବ, କାର୍ଯ୍ୟ ହଉ ହଉ ଅଟକି ଯିବ। ତତ୍ସହିତ ସିଂହ ରାଶି ବ୍ୟକ୍ତି କାର୍ଯ୍ୟରେ ଯାହାକି ଭୁଲ ଭଟକା ହେବ ଏବଂ କାର୍ଯ୍ୟ କରୁଥିଲା ବେଳେ କିଛି ଯୁକ୍ତିତର୍କ କଳହ ଆଡକୁ କଥାବାର୍ତ୍ତା ଯାଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ସଚେତନ ରହିବା ସହିତ ବିଶେଷ କରି କଳହ ଯୁକ୍ତିତର୍କ କରୁଥିବା ସାଙ୍ଗ ଠାରୁ ବା ବୁରା ଲୋକ ଅର୍ଥାତ୍ ଖରାପ ଲୋକଙ୍କ ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ସିଂହ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ତାଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ, ଅନେକ ସମସ୍ୟା ଭିତରେ ଗତି କରିବେ, କାର୍ଯ୍ୟ ଚାପ ବଢିବ, ଯାହା ପାଇଁ ମାନସିକ ଟେନସନ ବଢିପାରେ। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ଯୋଉମାନେ ରାଜନୈତିକ ବା ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇ ନପାରେ, ତେଣୁ ନିଜକୁ ଟିକେ କଣ୍ଟ୍ରୋଲ ରଖନ୍ତୁ। ସିଂହ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପଢା ଅବହେଳା ଯୁକ୍ତ ରହିବ। ତେବେ ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଯାହା ଦେଖାଦେବ। ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଅଛନ୍ତି ସେମାନଙ୍କ ପାଇଁ ଆଜି ସାବଧାନ ନିହାତି ଆବଶ୍ୟକତା, କଥାରେ ଟିକେ କଣ୍ଟ୍ରୋଲ କରନ୍ତୁ, ସଂଯମତା ନିହାତି ଆବଶ୍ୟକତା। ନୂତନ ପ୍ରେମ ପାଇଁ ଆଦୌ ଆଜି ଉଚିତ ଦିନ ନୁହେଁ। ଆଜି
ଯାହାକି ସିଂହ ରାଶି ବ୍ୟକ୍ତି ଯୋଉ ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହ କିଛି ମନାନ୍ତର ଯୁଗ ରହୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର କ୍ଷତି ସହିବାକୁ ପଡିପାରେ। ତେଣୁ ନିଶ୍ଚିତ ନିଜର ବେପାର ପ୍ରତି ସଚେତନ ରହିବା ସହିତ ନୂତନ ବେପାର ବାଣିଜ୍ୟ ଆଦୌ କରନ୍ତୁ ନାହିଁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କୁ ଆଗକୁ ବଢିବାର ଭାଗ୍ୟ ଗ୍ରହ ସାଥ ଦେବ। ଆଜି କନ୍ୟା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଉତ୍ସାହ ସହକାରେ କରିବେ। ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଗୁଡିକ ବହୁ ଦୃଷ୍ଟି ଆକର୍ଷଣ ହେବ। ସହଯୋଗୀ ମାନେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବାର ପୂର୍ଣ୍ଣ ଯୋଗ ରହୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଯାହାକି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ନିଶ୍ଚିତ ଆଶା ଅନୁସାରେ ସଫଳତା ମିଳିବ। ମାନ ସମ୍ମାନ ବୃଦ୍ଧି ହେବାର ପୂର୍ଣ୍ଣ ଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଏଇ ଇଣ୍ଟରଭ୍ୟୁ ଏକ୍ଜାମରେ ଛାତ୍ରଛାତ୍ରୀ ମାନେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କ ପାଇଁ ଆଜି ବିଶେଷ ଦିନ ଭଲ ହୋଇ ନପାରେ ଏବଂ ଆପଣଙ୍କର ପ୍ରେମ ଅନେକ ପ୍ରକାର ଅସ୍ଥିରତା ମତଭେଦ ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ବେପାର ବାଣିଜ୍ୟରେ ଆଶା ଅନୁସାରେ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଗୁଡିକ ଅତି ଉତ୍ସାହ ସହକାରେ କରିବେ। ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ଗୁଡିକୁ ନିଶ୍ଚିତ ସମ୍ପାଦନ ଅର୍ଥାତ ପୂର୍ଣ୍ଣ ସହକାରେ ସଫଳତା ସହକାରେ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଉତ୍ସାହ ଆନନ୍ଦିତ ଏବଂ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ସହିତ କିଛି ନୂତନ କାର୍ଯ୍ୟରେ ମଧ୍ୟ ଭାଗ ନେଇ ପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟରେ ଯଦି ଆପଣ ଜଡିତ ଅଛନ୍ତି ନିଶ୍ଚିତ ଆପଣଙ୍କୁ ଅନେକ ପ୍ରକାର ଫାଇଦା ଦେବ। ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ଆପଣଙ୍କ ନିଜର କାର୍ଯ୍ୟ ଗୁଡିକୁ ଯାହାକି ସହଯୋଗ ମିଳିବ। ପରିବାର ବର୍ଗ, ବନ୍ଧୁ ବର୍ଗ, ସହକର୍ମୀ, ବିଶେଷ କରି ଉପରସ୍ଥ କର୍ମଚାରୀ ମଧ୍ୟ ଆପଣଙ୍କୁ ସହଯୋଗ କରିବେ। ଆଜି ଯାହାକି ତୁଳା ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ନିଶ୍ଚିତ ଉତ୍ସାହ ଆନନ୍ଦିତ ଏବଂ ପଦ ମର୍ଯ୍ୟାଦା ବଢିବ। ତତ୍ସହିତ ଆପଣଙ୍କର ଦବଦବା ମଧ୍ୟ ବଢିବ, ଯାହା ତୁଳା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡିଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ଛାତ୍ରଛାତ୍ରୀ ମାନେ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ସେମାନଙ୍କର ଆଜି ମଧୁର ସମ୍ପର୍କ ସହିତ କିଛି ନୂତନ ପ୍ରେମ ବାର୍ତ୍ତାଳାପର ଯୁଗ ରହୁଛି, ଯାହାକି ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଯାହାକି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବ। ଯଦି ପୂର୍ବରୁ କିଛି ମନାନ୍ତର ଯୁଗ ଥିଲା ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ତୁଳା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ନିଜର ପାଠ ପଢା ପ୍ରତି
ଅଧିକ उत्साह रही पारे किंतु उत्साह भितर मध्य आपनको विशेष इंटरव्यू एग्जाम थिले सफलता पाई परिबे नाही। आज बिछारा राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य अनेक प्रकार समस्या भितर गति करिवे जहाँ मानसिक स्थिति भल न रही पारे। तेरे बिछारा राशि व्यक्ति दैनंदिन कार्य आपणको उत्साह मिलिब नाही, मन अस्थिरता देखा देबो। तत्सहित आपण बिछारा राशि व्यक्ति ऑफिस जनित कार्य जो माने जड़ित अछंती सेमानक पई आज भल दिन होई न पारे, सहयोग मिली न पारे एवं आपणकर उपरस्थ कर्मचारी आपणको ऊपर विरक्त भाव परिप्रकाश करि पारंती, आपण कार्य त्रुटि करि पारंती। तेणु बिछारा राशि व्यक्ति यह प्रति सचेतन रहिबा सहित राजनीतिक सामाजिक क्षेत्र में कार्य करुवा व्यक्ति माने आज स्थिरता अवलंबन करंतु जहाँ आपणको पई भल हेबो। तेबे बिछारा राशि व्यक्ति आज व्यापार वाणिज्य जो माने जड़ित अछंती नूतन व्यापार वाणिज्य निष्पत्ति नवा आदु भल दिन होई न पारे। तत्सहित गुरुत्वपूर्ण निष्पत्ति ठारू मध्य दूरता अवलंबन करंतु बिछारा राशि व्यक्ति। आज बिछारा राशि व्यक्ति व्यापार वाणिज्य जो माने करूछंती हाथे मापी चाखंडे चालिबा हिसाब रे जो कार्य से भलिया कार्य करी डिसिजन नियंतु। तेबे आज बिछारा राशि व्यक्ति दूरयात्रा जदि करूछंती ताहाकु आज निश्चित रद्द करंतु जहाँ आपणक पई भल हो, कारण आपणकर भाग्य ग्रह निम्नगामी रहउची। तेणु आपण जो कार्य पई जाउछंती से कार्य सफलता हेबा भारी कष्टकर। आज बिछारा राशि व्यक्तिंकर भाग्य संख्या रहिछि जहाँ कि 1, भाग्य रंग आपण हलदिया रंग व्यवहार करि परिबे एवं ग्रह माने आपण को आज 35% साथ दउछंती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज प्रत्येक कार्य आपण टिके निजको स्थिरता रखी कार्य करंतु। आज धनु राशि व्यक्ति कौनसी गुरुत्वपूर्ण निष्पत्ति ठारू दूरता अवलंबन करने सहित दैनंदिन कार्य गुड़िक आपण को अनेक प्रकार अस्थिरता देखा दे पारे। तेणु यह प्रति निश्चित सचेतन रुहंतु। तेबे धनु राशि व्यक्ति आज जहाँ कि ऑफिस जनित कार्य अस्थिरता कार्य स्थिरता आसी न पारे। तेणु यह प्रति सचेतन रुहंतु। उपरस्थ ऑफिसर आपणको ऊपर कटु भाव परिप्रकाश करि पारंती, कार्य त्रुटि आसी पारे। तेणु यह प्रति सचेतन रुहंतु। तेबे धनु राशि व्यक्ति राजनीतिक सामाजिक क्षेत्र में कार्य करुवा व्यक्ति माने आज भाग्य ग्रह निम्नगामी रहउची। शिक्षार्थी विद्यार्थी माने निजर पाठ पढ़ारे अवहेला युक्त रही पारंती। आपणकर भाग्य ग्रह विशेष शुभ जुगरे नाही। आज धनु राशि व्यक्ति प्रेम दुनिया रे जो माने जड़ित अछंती सेमाने निश्चित निजको स्थिरता रखंतु। आत्मसंयमता कटु कथा ठारू दूरता अवलंबन करंतु। आज धनु राशि व्यक्ति जहाँ कि आपणकर परिवार वर्ग बंधु वर्ग एवं विशेषकर स्वामी स्त्री सहित भल संबंध रखा चेष्टा करंतु। कौनसी मतांतर अजुक्तिकर कथा कहतु नाही जहाँ आपण परवर्ती स्टेप रे महंगा पड़ी पारे। तेबे धनु राशि व्यक्ति आज व्यापार वाणिज्य आपण आशा अनुଯାयी विशेष लाभ प्राप्त करि न पारंती। तेणु व्यापार वाणिज्य विशेषकर संयमता बा स्थिरता सहकारे व्यापार वाणिज्य करंतु। कौनसी रिस्कफुल व्यापार वाणिज्य करंतु नाही। नूतन व्यापार वाणिज्य ठारू दूरता अवलंबन करंतु जहाँ आपणको पई भल हेबो। तेबे धनु राशि व्यक्ति आज आपणकर जहाँ कि स्वास्थ्यगत दृष्टि देखिले आपणकर स्वास्थ्य विशेष करी पूर्वर जो स्वास्थ्य समस्या थी आज आहरी द्विगुणित होबार चांस रहुछि। तेणु निश्चित निजर स्वास्थ्य प्रति सचेतन रुहंतु। आवश्यक स्थले खाद्य पेय प्रति ध्यान दियंतु। आज धनु राशि व्यक्तिंकर भाग्य संख्या रही जहाँ कि 8, भाग्य रंग आपण गुलाबी रंग व्यवहार करि परिबे एवं ग्रह माने आपण को आज 40% साथ दउछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज समस्त प्रकार कार्य सिद्धि जुग रहुछि। गुरुत्वपूर्ण निष्पत्ति नबा पई ग्रह माने आपण को संपूर्ण सहयोग करूछंती। पूर्वरु अटकी जाइथिबा कार्य मध्य आज पूर्ण सहकारे करिवार क्षमता आपण को पाखरे देखा देबो। आज मकर राशि व्यक्ति ऑफिस जनित कार्य जदि जड़ित थिबे आपणकर कार्यकौशल समस्त को दृष्टि आकर्षण करिवो। तत्सहित प्रशंसार पात्र बनिवे। सहयोगी एवं आपणकर बंधु वर्ग एवं परिवार वर्ग मध्य आपनको सहायता करिवे। विशेष करी आपण उपरस्थ कर्मचारी मध्य आपनको निश्चित सहयोग करिवे जहाँ आपनको भाग्य चक्र जना पड़े। तेबे मकर राशि व्यक्ति आज सामाजिक राजनीतिक क्षेत्र में कार्य करुवा व्यक्तिंक पई अनेक प्रकार प्रतिष्ठावान एवं आपणकर जहाँ कि पदोन्नतिर जुग रहुछि बा आपण कोनोसी नूतन दायित्व मध्य नै पारंती।
तेबे आज जहाँकि मकर राशि व्यक्ति छात्र छात्री मानक इंटरव्यू एग्जाम रे अनेक प्रकार सफलता हासिल करिवार पूर्ण क्षमता आपण पाखरे देखा देबो। तेबे आज मकर राशि व्यक्ति नूतन प्रेम वार्तालाप करिवा पई ग्रह माने आपण पूर्ण सहयोग करूछंती। आज मकर राशि व्यक्ति जो माने प्रेम संबंध रे जड़ित अछंती निश्चित आपण उत्साहर दिन एवं भल संपर्क रहिबो। पूर्व जदि किछि संपर्कर फाट थिबो आज ता समाधान करंतु देखिबे निश्चित समाधान हेबो। आज मकर राशि व्यक्ति जहाँकि व्यापार वाणिज्य रे आपण विभिन्न प्रकार सफलता करिवे। ग्रह माने आपण को संपूर्ण सहयोग करूछंती। आपणकर पराक्रम मध्ये वृद्धि करिवो व्यापार वाणिज्य क्षेत्र रे। तत्सहित आज मकर राशि व्यक्ति अर्थ मध्ये संचय करिवार पूर्ण सुयोग रहुछि। आज मकर राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या रहिबो नाही जहा आपणक भाग्य चक्र रु जना पडुछि। आज मकर राशि व्यक्तिंकर भाग्य संख्या रही जहाँ कि 4 भाग्य रंग आपण जहाँ कि धूसर रंग व्यवहार करें एवं ग्रह माने आपण को आज 98% साथ दौरान। एबे चलतु जानिपा कुंभ राशि व्यक्ति विषय। कुंभ राशि व्यक्ति आज प्रत्येक कार्य को सचेतन सहकारे करंतु। कौनसी कार्य करिबा पूर्वरु 2 थर भल भावे भावी नहीं करंतु। गुरुत्वपूर्ण निष्पत्ति ठारू दूरता अवलंबन करंतु। तेबे कुंभ राशि व्यक्ति आज जहाँ कि दैनंदिन कार्य गुड़िक तो भाग्य ग्रह निम्नगामी रहुछि। तेबे आपण ऑफिस जनित कार्य रे उत्साह कमिबो, निरुत्साह रहिबे। तत्सहित आपणकर मानसिक स्थिति मध्य भल रहिबो नाही। अस्थिरता देखा देबो, कार्य रे त्रुटि आसीबो जहाँ उपरस्थ कर्मचारी को जहाँ कि कलह बा जुक्तितर्क होई पारे बा तांको रागरे आपण पीड़ित होई पारंती। तेबे कुंभ राशि व्यक्ति आज असहयोग मिलिबो। आपणकर कार्य क्षेत्र रे सहयोग करि न पारंती आपणकर सहकर्मी माने। तेणु यह प्रति निश्चित ध्यान दबार आवश्यकता रही। तेबे कुंभ राशि व्यक्ति राजनीतिक सामाजिक क्षेत्र रे आपणको स्थिर रहिबा को पड़िबो। कौनसी डिसिजन ठारो दूरता अवलंबन करिवा सहित कुंभ राशि व्यक्ति आज जदि आपण जहाँ कि इंटरव्यू एग्जाम थी से विशेष सफलता पाई परिबे नाही छात्र छात्री माने जहाँकि आपणकर भाग्य ग्रह निम्नगामी रहुछि। तेबे कुंभ राशि व्यक्ति प्रेम दुनिया ठारू दूरता अवलंबन करंतु। जो माने प्रेम रे अछंती से माने निजको संयमता निहाती आवश्यकता, नले प्रेम संपर्क रे फाट सृष्टि होई पारे। तेबे आज कुंभ राशि व्यक्ति व्यापार वाणिज्य रे आशा अनुसार सफलता पाई परिबे नाही बरं क्षतिरो सामना करिबा को पड़ी पारे। तेणु जहाँकि हाथे माफी चाखंडे हिसाब रे व्यापार वाणिज्य करंतु जहाँ आपण भल हम रिस्कफुल व्यापार वाणिज्य करंतु नाही। आज कुंभ राशि व्यक्ति नूतन व्यापार वाणिज्य निष्पत्ति ठारू दूरता अवलंबन करंतु। तत्सहित कुंभ राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य समस्या किछि मात्रा रे वृद्धि करि पारे। यदि पूर्व स्वास्थ्य समस्या थिबो तेणु निजर खाद्य पेय प्रति ध्यान दियंतु जहाँ आपणक पई भल हेबे। तेबे आज कुंभ राशि व्यक्तिंकर भाग्य संख्या रही जहाँ कि 2 भाग्य रंग आपण जहाँ कि धूसर रंग व्यवहार करि परिबे एवं ग्रह माने आपण को आज जहाँ कि 40% साथ दौरान। एबे चलतु जानिबा मीन राशि व्यक्ति विषय। मीन राशि व्यक्ति आज समस्त प्रकार कार्य रे आपण सफलता पाइबार पूर्ण सुयोग रहुछि। ग्रह माने आपण को संपूर्ण सहयोग करूछंती। पूर्वरु अटकी जाइथिबा कार्य मध्ये संपूर्ण करिवार क्षमता आपण को पाखरे देखा देई पारे। तेबे मीन राशि व्यक्ति दैनंदिन कार्य गुडी उत्साह आनंदित सहकारे करिवे। तत्सहित ऑफिस जनित कार्य क्षेत्र जो माने जड़ित अछंती आपण को निश्चित उत्साह एवं आपणकर कार्य कौशल दृष्टि आकर्षण होई पारे। उपरस्थ कर्मचारी आपण को प्रशंसा करिबा सहित सहयोग करि पारंती। सहकर्मी माने आपण को सहयोग करिबा सहित परिवार वर्ग बंधु वर्ग मध्ये आपण को सहायता करि पारंती। तेबे आज मीन राशि व्यक्ति जहाँ कि राजनीतिक सामाजिक क्षेत्र में निजर पदमर्यादा बढ़ी पारे, मान सम्मान वृद्धि होई पारे। तत्सहित मीन राशि व्यक्ति आज शिक्षार्थी विद्यार्थी मानक पई उत्साहर दिन निश्चित आपण को आनंदमय होई पारे, जहाँ कि निजर शिक्षा क्षेत्र में आपण आगक बढ़िबार पूर्ण जुग रहुछि। तेबे मीन राशि व्यक्ति आज प्रेम दुनिया रे आपण को निश्चित उत्साह आनंदमय दिन होई पारे। तत्सहित मीन राशि व्यक्ति आज जहाँ कि परिवार वर्ग बंधु वर्ग सहित भल संपर्क रहिबा सहित व्यापार वाणिज्य निश्चित ग्रह माने आपण को संपूर्ण सहयोग करिवे। तेणु मीन राशि व्यक्ति आज जहाँ कि व्यापार वाणिज्य आशा अनुसार लाभ प्राप्त करने सहित मीन राशि व्यक्ति
ଅର୍ଥ ମଧ୍ୟ ସଞ୍ଚୟ କରିବାର ସୁଯୋଗ ରହୁଛି। ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଧୀରେ ଧୀରେ ସମାଧାନ ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।